ଜଟଣୀରେ ନୂଆ ଆନନ୍ଦ ଉଲ୍ଲାସର ସହିତ ପାଳନ କରିଛନ୍ତି ପଥ ଉତ୍ସବକୁ। କିନ୍ତୁ ଇଏ ପଥ ଉତ୍ସବ ପୂର୍ବରୁ ଜଟଣୀର ପୂର୍ବତନ ପୌରାଧ୍ୟକ୍ଷ ତଥା ଦିଦି ଥରର ପୌରାଧ୍ୟକ୍ଷ ସଂଗ୍ରାମ କେଶରୀ ରାଉତରାୟ ଯେମିତି ପୁନର୍ଜୀବିତ କରିଥିଲେ ଗଣେଶ ଭସାଣିକି ଗୋଟେ ମହୋତ୍ସବରେ ପରିଣତ କରିଛନ୍ତି, ଲକ୍ଷାଧିକ ଲୋକଙ୍କ ସମାଗମ ହୁଏ, ସିଏ ଗୋଟେ ଐତିହାସିକ ପରମ୍ପରା ସୃଷ୍ଟି କରିଥିଲା ବେଳେ ବର୍ତ୍ତମାନ ଆଜି ଆଉ ଗୋଟେ ନୂତନ ଅଧ୍ୟାୟ ଜଟଣୀ ସହିତ ଯୋଡି ହେଇଛି। ଏ ସମ୍ପର୍କରେ ଆମ ସହିତ ଅଛନ୍ତି ପୂର୍ବତନ ପୌରାଧ୍ୟକ୍ଷ ସଂଗ୍ରାମ କେଶରୀ ରାଉତରାୟ। ସିଏ ଯେହେତୁ ଦିଦି ଥରର ପୌରାଧ୍ୟକ୍ଷ ଥିଲେ, ବର୍ତ୍ତମାନ ବି ସିଏ ଗୋଟେ ଅଞ୍ଚଳର କାଉନସିଲର ପୌରସଭ୍ୟ ଅଛନ୍ତି। ତାଙ୍କୁ ଆ ଦେହରେ ଆମକୁ ଦେଖିବାକୁ ମିଳିଲାନି, କିନ୍ତୁ ସେଠି ପ୍ରଥମରୁ ଯେତେବେଳେ ଆମେ ଦେଖୁଥିଲୁ କୌଣସି ଦଳୀୟ ଲୋକ ସହଭାଗିତା ନଥିଲା। ଶେଷ ମୁହୂର୍ତ୍ତରେ ସନ୍ଧାନ ଗୋଟେ ପ୍ରୟାସ ଥିଲା, ଗୋଟିଏ ମଞ୍ଚରେ ଯଦି ଭାଇଚାରା ଜଟଣୀ ସହର ତାହେଲେ ଭାଇଚାରାରେ ସବୁ ଉତ୍ସବକୁ ଆମେ ପାଳନ କରିବା। ସେ ଯୋଉ ପ୍ରୟାସ ଜାରି ରଖିଥିଲା, ସେ ପ୍ରୟାସରେ ଆଜି ଆମେ ଦେଖିଲୁ ଗୋଟିଏ ମଞ୍ଚରେ ସମ ଥିଲା ବେଳେ କିନ୍ତୁ ପୂର୍ବତନ ପୌରାଧ୍ୟକ୍ଷ ସଂଗ୍ରାମ କେଶରୀ ରାଉତ ନଥିଲେ। ଆମେ ତାଙ୍କ ସହିତ ଭେଟିଛୁ, ସେ ସମ୍ପର୍କରେ ପଚାରି ବୁଝିବା। ଆଜ୍ଞା, ସନ୍ଧାନକୁ ସ୍ୱାଗତ ଆପଣଙ୍କୁ। ଏତେ ବଡ କାର୍ଯ୍ୟକ୍ରମ ହେଲା, ଆପଣଙ୍କୁ ସେ ଜାଗାରେ ଦେଖିବାକୁ ମିଳିଲାନି, ସେ ସମ୍ପର୍କରେ କଣ କହିବେ? ପଥ ଉତ୍ସବ ପାଳନ ହେଲା, ମୁଁ ପ୍ରଥମେ ପଚାରିବାକୁ ଚାହୁଁଛି ପଥ କୋଉଠି ଜଟଣୀରେ ଅଛି ଯେ ଉତ୍ସବ ପାଳନ ହଉଥିଲା? କିଛି ଏଗୁରା ନୁହଁ, ଏଗୁରା ଗୋଟେ ରାଜନୀତିକ ଆପଣ ଏ କଥା କହୁନାହାନ୍ତି ଆଜ୍ଞା। ସର୍ବସାଧାରଣ ବି ସେ ଗୁଞ୍ଜରଣ ସୃଷ୍ଟି ହେଇଛି, ପଥ କାହିଁ ଜଟଣୀରେ ଉତ୍ସବ ହବ, ଆଉ ଯଦି ପଥ ଉତ୍ସବ ହଉଛି ମୁଖ୍ୟ ରାସ୍ତାରେ କେମିତି ହଉଛି? ପରମିଶନ କିଏ ସେ ଦେଲା? ଆମେ ବିଗତ ଦିନ ମାନଙ୍କରେ ଭୁବନେଶ୍ୱର ବିଏମସି ଭୁବନେଶ୍ୱରରେ ରାହାଗିରି ପାଳନ କରୁଥିଲା, ତାର ସିଷ୍ଟମ କଣ ଥିଲା? ଏଠି ଗୋଟେ ଦେଖି ଶିଖିକିରି ଆସିକିରି ଜଟଣୀର ମୁଖ୍ୟ ରାସ୍ତାକୁ ବନ୍ଦ କରିବା, ପୁଣି ହରିମାଇନା ଛକରୁ ମୌଲୁଗୁଡିଆ ଛକ ଯୋଉ 400 ମିଟର ସେ ରାସ୍ତାକୁ ବନ୍ଦ କରିବା, ଲୋକମାନଙ୍କର ଗମନାଗମନରେ ଯୋଉ ବାଧା ସୃଷ୍ଟି କରିବା, ଆକୁ ପାଇଁ ପରମିଶନ କିଏ ଦେଲା? ରାସ୍ତା କଥା ହେଲା ତାର ଦକ୍ଷିଣ ପଟେ ଗୋଟେ ରାସ୍ତା ଥିଲା, ଉତ୍ତର ପଟେ ଗୋଟେ ରାସ୍ତା ଥିଲା, ସେ ରାସ୍ତାକୁ କଭର କରିକି କଲେନି, କିଛି ଅସୁବିଧା ନଥିଲା। ତାପରେ ଏଥିରେ ଜଟଣୀ ସହରବାସୀଙ୍କର ସହଯୋଗ କଣ ରହିଲା? ଜଟଣୀ ସହର ଲୋକ କଣ ସହଯୋଗ କଲେ କି ସେଠି ଭାଗ ନେଲେ? ସିଏ ଭାଗ ରାଜନୈତିକ ଦଳ ହିସାବରେ ଯୋଉ ରାଜନୈତିକ ନେତା ମାନେ ଯାଇଥିଲେ, ତାଙ୍କର କିଛି କର୍ମୀ ଯାଇଥିଲେ ଏବଂ ଯିଏ କରୁଥିଲେ, ଯାହାଙ୍କର ହୋର୍ଡିଂ ଫୋର୍ଡିଂ ଲାଗିଥିଲା, ତାଙ୍କ ଦଳର କିଛି ଲୋକ ଥିଲେ। ଇଏ ଗୋଟେ ଦଳୀୟ କାର୍ଯ୍ୟକ୍ରମ, ରାଜନୈତିକ ରୁଟି ଶିଖିବା ପାଇଁ, ନା ନବା ପାଇଁ, ଗୋଟେ ମିଡିଆ ଫିଡିଆରେ ପ୍ରଚାର ପ୍ରଚାରରେ ଆସିବା ପାଇଁ ଇଏ ଗୋଟେ ହେଇଛି। ଜଟଣୀର ମୁଖ୍ୟ ସମସ୍ୟା କୁଆଡେ ଦିନକୁ ଦିନ ଦୂରେଇ ଯାଉଛି। ନାଇଁ, ଆପଣ ବଢିଆ ଜିନିଷ କଲେ ରାଜନୀତି, କିନ୍ତୁ ସେ ରାଜନୀତି ଯୋଉ ଯିଏ ବି ରୁଟି ସେକୁ, କିନ୍ତୁ ଗୋଟିଏ ମଞ୍ଚ ଉପରେ ଆମେ ସବୁ ନେତାଙ୍କୁ ଦେଖୁଥିଲା ବେଳେ ଯେ କଂଗ୍ରେସ ନେତାଙ୍କୁ ଦେଖିଛୁ, ବିଜେପି ନେତାଙ୍କୁ ଦେଖିଛୁ, ବିଜେଡି ନେତାଙ୍କୁ ଦେଖିଛୁ, ପୌରାଧ୍ୟକ୍ଷଙ୍କୁ ବି ଦେଖିଛୁ, କିନ୍ତୁ କୌଣସି କାଉନସିଲର ସେମିତି ଦେଖିନଥିଲୁ, ଭାଇଚାରାଙ୍କୁ ଦେଖିଥିଲୁ। ଆପଣଙ୍କର ସହଭାଗିତା ସେଠି ମାନେ ଉପସ୍ଥାନଟା ଦେଖିନଥିଲୁ, କାରଣ ଆପଣ ଦିଦି ଥର ପୌରାଧ୍ୟକ୍ଷ, ଆପଣ ଅଭିଜ୍ଞତା ରହିଛି, ଆପଣ ଗୋଟେ ଏଡେ ବଡ ଆୟୋଜନ ବି କରୁଛନ୍ତି, ଯୋଉଟା କି 2009 ମସିହାରେ ଜଟଣୀ କି ନୂଆ ରୂପ ନୂଆ ଢଙ୍ଗ ଦେଖେଇଲା, ଆଉ ଜଟଣୀ ଇତିହାସରେ ସେ ଲିପିବଦ୍ଧ ହେଇକି ରହିବ। ଜଟଣୀ ଗଣେଶ ଭସାଣୀ ଉତ୍ସବ, ସେ ସମ୍ପର୍କରେ ଆପଣ ଅଭିଜ୍ଞତା ଥାଇକି ଆପଣଙ୍କୁ ଅଲଗା କରିବା ବା ରାଜନୀତି ଦୂରରେ ରଖିବା, ସନ୍ଧାନ ପ୍ରୟାସ ପରେ ସମସ୍ତଙ୍କୁ ଇଣ୍ଟିମେସନ ଦବା, ସେ ସମ୍ପର୍କ କୁହନ୍ତୁ। ଗଣେଶ ପୂଜା ହଉଛି ଜଟଣୀର ଗୋଟିଏ ଐତିହ୍ୟ ଏବଂ ପରମ୍ପରା, ଆକୁ ବଞ୍ଚେଇବା ପାଇଁ ସମସ୍ତେ ଜାତି ବର୍ଣ୍ଣ ଧର୍ମ ନିର୍ବିଶେଷରେ, ଦଳ ମତ ନିର୍ବିଶେଷରେ ସମସ୍ତଙ୍କର, ଜଟଣୀ ବାସିନ୍ଦା ହିସାବରେ ସମସ୍ତଙ୍କର ସହଯୋଗ ରହିଛି। ଏଇଟା ଗୋଟେ ମାନେ ଯୋଉ କଲେ, ଏଇଟାକୁ ଗୋଟେ ଦଳୀୟ କାର୍ଯ୍ୟକ୍ରମ ହେଲା, ତାପରେ ସବୁ ନେତାମାନଙ୍କୁ ଡାକିଲେ, ସମସ୍ତେ ଗଲେ। ଯେହେତୁ ଆମକୁ ବାଧୁଛି କଣ, ଜଟଣୀର ଯୋଉ ମୁଖ୍ୟ ସମସ୍ୟା ରହିଛି ସେଗୁଡିକ ଦୂର ହେଇପାରୁନି। ନା ରାସ୍ତାଘାଟ ଗମନାଗମନର ସୁବିଧା ଅଛି, ନା ବ୍ୟବସାୟୀ ମାନଙ୍କର ଥଇଥାନ ଅଛି, ନା ଝୁପଡପଟି ଲୋକଙ୍କର ଥଇଥାନ ଅଛି, ନା ମେଡିକାଲ ଟି ସ୍ୱାସ୍ଥ୍ୟ ଯୋଗାଇବା ପାଇଁ ଠିକରେ ଅଛି, ନା ଶିକ୍ଷା ଯୋଗାଇବା ପାଇଁ ଠିକରେ ଅଛି, କିଛି ତ ଠିକରେ ନାହିଁ। ଆମେ କାହାକୁ ନେଇକିରି ଏ ପ୍ରଚାର ପ୍ରସାର କରିବା? ସେ ବ୍ୟକ୍ତିଗତ କିଏ କଣ କରୁଥିଲେ, ତେଣୁ ଆମକୁ ଡାକିଦେଲେ, ଗୋଟେ ଚିଠିଟେ ଦେଇଥିଲେ, ଗୋଟେ ତୃତୀୟ କ୍ଲାସର ପିଲା ଲେଖିଲା ଭଳିଆ, ସେଥିରେ ସଂଗ୍ରାମ କେଶରୀ ରାଉତରାୟ ବି ଭଲ ଠିକରେ ଲେଖା ହେଇନି, ଚିଠିଟା ଆମକୁ ମିଳିଥିଲା ଯେ ଆମେ ଚିଠି କେବେ ମିଳିଲା? 11th ଆୱାରରେ ମିଳିଲା। ମାନେ ଏଇ ସନ୍ଧାନ ଯେତେବେଳେ ସଚେତନତା ସୃଷ୍ଟି କରୁଛି, ପ୍ରୟାସ ଜାରି ରହିଛି, ନାଇଁ ସମସ୍ତେ ଏକଜୁଟ ହୁଅନ୍ତୁ, ତାପରେ ତାଙ୍କର ଚେତା ପଶିଛି, ତାପରେ ଆପଣ ମାନଙ୍କୁ ଚିଠି କରାଯାଇଛି। ସନ୍ଧାନ ଯେତେବେଳେ ବଜେଇଲା ଯେ କୋଉ ଦଳୀୟ ଲୋକମାନେ, ନେତା ମାନେ ବିଧାୟକଙ୍କୁ ଡାକି ନାହାନ୍ତି କି ଚେୟାରମ୍ୟାନଙ୍କୁ ଡାକି ନାହାନ୍ତି, ଏଇ ଯୋଉ ଜିନିଷଟା ସନ୍ଧାନ ଦ୍ୱାରା ହେଲା, ତେଣୁ କରିକି ସେ ସମସ୍ତଙ୍କୁ ଚିଠି କରିକିରି
20 ତାରିଖ ଦିନ ଡାକିଲେ ଆଉ କଣ। ମୁଖ୍ୟ ରାସ୍ତା ରହୁଛି ଆମେ ବି ତାଙ୍କ ସଂଯୋଜକ ଯିଏ ଅଛନ୍ତି ଋଷି ପଟ୍ଟନାୟକ ଆମ ଜଟଣୀ ପୁଅ ତାଙ୍କର ସୁନାମରେ ବି ରହିଛି ଓଡିଶା ଭିତରେ ତାଙ୍କୁ ପଚାରିଥିଲୁ ମୁଖ୍ୟ ରାସ୍ତାରେ ନ କରିକି ଯଦି ଆମେ ସରଦାର ପଟେଲ ରୋଡରେ କରିବା ସେ ରାସ୍ତା ଚଉଡା ଅଛି କୌଣସି ଜନସାଧାରଣଙ୍କ ଅସୁବିଧା ହବ ନାହିଁ ମୁଖ୍ୟ ରାସ୍ତା ହବା ଦ୍ୱାରା ବହୁ ଲୋକ ଅଶାନ୍ତି ଅଛନ୍ତି ତାହା ବି ଆମ ପାଖରେ ସେମାନେ ଜଣେଇଛନ୍ତି ଦୋକାନ ବଜାର ବନ୍ଦ ହଉଛି ମୁଖ୍ୟ ରାସ୍ତା ଯିବା ଆସିବା ବନ୍ଦ ହଉଛି ସିଏ କିନ୍ତୁ କହୁଛନ୍ତି ଏପଟେ ଡାଇଭର୍ଟ ହେଇକି ପଳେଇଲା ସେପଟେ ଡାଇଭର୍ଟ ହେଇକି ପଳେଇଲା କିନ୍ତୁ କେତେ ଅସୁବିଧା ହଉଛି ଆପଣ ଦିଦି ତର ପୌରାଧ୍ୟକ୍ଷ ହିସାବରେ ଆପଣ ସେ ସମ୍ପର୍କରେ ଟିକେ କୁହନ୍ତୁ। ଉତ୍ତର ପଟେ ରାସ୍ତା ଅଛି ଦକ୍ଷିଣ ପଟେ ରାସ୍ତା ଅଛି ସେ ରାସ୍ତାରେ କରିଥିଲେ କୌଣସି ବ୍ୟବସାୟୀର କିଛି ଅସୁବିଧା ହେଇନଥାନ୍ତା କି ପବ୍ଲିକର କିଛି ଅସୁବିଧା ହେଇନଥାନ୍ତା ଗୋଟେ ଉଦ୍ଦେଶ୍ୟ ମାନେ ଅଲଗା ପ୍ରକାର ଉଦ୍ଦେଶ୍ୟ ତ ଗୋଟେ ହାଇଲାଇଟ ହବା ପାଇଁ ଗୋଟେ ଚିନ୍ତା ଚାଲିଛି କି ଏଠି କାର୍ଯ୍ୟକ୍ରମ ଏଇଟା ସରକାରୀ ଯୋଜନା ଯଦି କାର୍ଯ୍ୟକ୍ରମ ହଉଥିଲା ମ୍ୟୁନିସିପାଲିଟି ତାର ତଦାରଖ କରିକି କରିଥାନ୍ତା ଏଥିରେ କହିଲେ ବିକାଶ ପରିଷଦର କିଛି ନାହିଁ ତାକୁ କଣ ଗୁନ୍ଦରା ଗୁନ୍ଦରି କଣ ଲାଷ୍ଟକୁ କଲେ ଏଥିରେ ପୂର୍ବତନ ନେତାମାନେ ଆଇଲେ ବର୍ତ୍ତମାନର ନେତାମାନେ ଆଇଲେ କଲେ ଏରା କି ଜଟଣୀବାସୀ ଆକୁ ଗ୍ରହଣ କରିନାହାନ୍ତି ଇଏ ଗୋଟେ ଆଡଭର୍ଟାଇଜ ଗୋଟେ କଲେ ଆଉ ରାଜନୈତିକ ରୁଟି ସେକିବା ପାଇଁ ଆଉ। ନାଇଁ ଲୁଲୁବାବୁଙ୍କ ପ୍ରୟାସ ଥିଲା ବିଭିନ୍ନ ଯେ ସମସ୍ତଙ୍କୁ ଗୋଟେ ମଞ୍ଚ ତଳେ ରଖିବା ସବକା ସାଥ ସବକା ବିକାଶ ସବକା ପ୍ରୟାସ ଯୋଉ ତାଙ୍କ ନାରା ଅଛି କିନ୍ତୁ ସେ କଲେ ଯଦିଓ କିନ୍ତୁ ତା ଦେହରେ ତ୍ରୁଟି ବିଚ୍ୟୁତି ରହିଯାଇଛି ଯେ ସେ କହୁଛନ୍ତି ଆଗାମୀ ଦିନରେ ଆଜିର ସେ ମଞ୍ଚ ଉପରେ ସଂଯୋଜକ କହିଛନ୍ତି ଯେ ଆକୁ ଆଗାମୀ ଥର ଯୋଉ ପଥପ୍ରାନ୍ତ ଉତ୍ସବ କରାଯିବ ଯେ ଆମେ ମ୍ୟୁନିସିପାଲିଟି ଦାୟିତ୍ୱ ଦବୁ ଚେୟାରମ୍ୟାନ ଅନ୍ୟ ନେତା ମାନେ ଥିଲେ ସେ ତାଙ୍କ ସାମ୍ନାରେ ଏଇ ଜିନିଷଟା ଡିକ୍ଲେୟାର କରିଛନ୍ତି ସେ ସମୟରେ କଣ କହିବେ। ନାଇଁ ସେ ସଂଯୋଜକ କିଏ ସେ ମୁଁ ତ ନୂଆ ଶୁଣୁଛି ଜଟଣୀରେ କଣ ଭଲ ମନ୍ଦରେ ସେ ଜଟଣୀରେ ଅଛନ୍ତି କିନ୍ତୁ ବ୍ୟକ୍ତିଗତ ଭାବରେ ମୁଁ ଜାଣିଥିଲି ତାଙ୍କୁ କିନ୍ତୁ ଇଏ ଯୋଉ କାର୍ଯ୍ୟକ୍ରମରେ ସିଏ କୁଆଡୁ ଆଇଲେ କାହିଁକି ଏ କାର୍ଯ୍ୟକ୍ରମ କଲେ କଣ କଲେ ଏଇ ବାବଦରେ ମୁଁ କିଛି ଜାଣିନି କିନ୍ତୁ ସେ ଯଦି କହୁଛନ୍ତି ମ୍ୟୁନିସିପାଲିଟି କି ହସ୍ତାନ୍ତର କରିବେ ଯେ ମ୍ୟୁନିସିପାଲିଟି କି ପୁଣି ଚାନ୍ଦାବେଦା କିଏ ଲୋକ ଇଏ ଯେମିତି ଚାନ୍ଦାବେଦା କରିକିରି କଲେ ସେମିତି ଲୋକ ଚାନ୍ଦାବେଦା ମ୍ୟୁନିସିପାଲିଟି କି ଦେବେ ତ କରିବା ପାଇଁ ଭୁବନେଶ୍ୱରରେ ବହୁ ଲୋକ ଅଛନ୍ତି ବହୁ ପାର୍ଟି ଅଛନ୍ତି ବଡ ବଡ କନଷ୍ଟ୍ରକ୍ସନ ବାଲା ଅଛନ୍ତି ବିଲ୍ଡର ଅଛନ୍ତି ସମସ୍ତଙ୍କଠୁ କଲେକ୍ସନ କରୁଛନ୍ତି ନେତା ମନ୍ତ୍ରୀ ଅଛନ୍ତି ଦଉଛନ୍ତି ସେ କରୁଥିଲେ। ଆ ଦେହରେ ସରକାରୀ ଅନୁଦାନ ବି ରହୁଛି ଯୋଉ ଆପଣଙ୍କର ପଥ ଉତ୍ସବରେ ସାଂସ୍କୃତିକ ଭଲମନ୍ଦ କାର୍ଯ୍ୟକ୍ରମ ହେଲେ ସଂସ୍କୃତି ବିଭାଗଠୁ ଆସିବ ବୋଲି ତାଙ୍କର ଦଳୀୟ ରାଜ୍ୟ ସଭାପତି ମନମୋହନ ସାମଲ କହିଛନ୍ତି। ସେଟା କିଛି ଅସୁବିଧା ନାହିଁ ଯେହେତୁ ସରକାରଙ୍କର ଗୋଟେ ସଂସ୍ଥା ରହିଛି ସାଂସ୍କୃତିକ ଯେମିତି ଆମର ଗଣେଶ ମହୋତ୍ସବ କରୁଛନ୍ତି ଶରତ ପାଇକରାଙ୍କ ଷ୍ଟାଡିୟମରେ ସେ କଣ କରୁଛନ୍ତି ସେ ବି ସେମିତି ଚିଠି କରିକିରି ସବୁ ଅନୁଷ୍ଠାନରୁ ଲୋକମାନଙ୍କୁ ଡାକୁଛନ୍ତି ଯୋଉମାନେ ଗଭର୍ଣ୍ଣମେଣ୍ଟରୁ କିଛି ଅର୍ଥ ପାଉଛନ୍ତି ସେମାନଙ୍କୁ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଉଠି କାର୍ଯ୍ୟକ୍ରମ ହବ ଚିଠି ଦରିଆ କଲେ ଚିଠି ମାଧ୍ୟମରେ ସେମାନେ ମଧ୍ୟ ଆସୁଛନ୍ତି ସେ କିଛି ପଇସା ପାଉଛନ୍ତି ଗଭର୍ଣ୍ଣମେଣ୍ଟ ତାଙ୍କୁ ଯେହେତୁ ଦଉଛି ସେମାନେ କିଛି କାର୍ଯ୍ୟକ୍ରମ କରୁଛନ୍ତି ସେଥିରେ କିଛି ଅସୁବିଧା ନାହିଁ। ଏଠି ଗୋଟା ଜିନିଷ ଏଠି ଯୋଉ ନାଇଜର ଅଛି IIT ଅଛି ଆରେ ଜଟଣୀ ଲୋକଙ୍କ ସେବାରେ ତ କିଛି କରିନାହାନ୍ତି ନା ଇଏ ଯୋଉ ରଙ୍ଗ ବେରଙ୍ଗ କରିକିରି ରାସ୍ତାକୁ ଟିକେ ସୁନ୍ଦର ଲାଗିଲା ଦେଖିବାକୁ ରାସ୍ତାଟା ରଙ୍ଗ ବେରଙ୍ଗ ହେଇଛି ବୋଲି ଆଉ ଏଥିରେ କିଛି ଫରକ ନାହିଁ। ତାହେଲେ ବାର୍ତ୍ତା ଜଟଣୀବାସୀଙ୍କ ପାଇଁ କଣ ରଖିବେ ପଥ ଉତ୍ସବ ଯୋଉ ଶୁଭାରମ୍ଭ ହେଇଛି ଏ ସମ୍ପର୍କରେ ସ୍ପଷ୍ଟ ମତ କଣ ରଖିବେ। ନାଇଁ ପଥ ଉତ୍ସବ ସେ ତାଙ୍କର ଆରମ୍ଭ କରିଛନ୍ତି ଗୋଟେ ଦଳୀୟ ହିସାବରେ ସେ ତାଙ୍କର ଆରମ୍ଭ କଲେ ତାପରେ ସମସ୍ତଙ୍କୁ ଡାକିଲେ ସନ୍ଧାନର ପ୍ରାୟ ସକାଶେ ସେଥିରେ କିଛି କଥା ନାହିଁ ଜଟଣୀର ବିକାଶ ହଉ ଜଟଣୀ ଆଜି ରାଜଧାନୀର ଅଙ୍ଗ ହେଇକିରି ରହିକି ଯୋଉ ଯୋଉ ଅସୁବିଧା ଆମେ ଭୋଗ କରୁଛେ ସେଇଟା ଆଗ କରାଯାଉ। ଗୋଟେ ହରିବାଇନା ଛକରୁ ଦେଖିବେ ତଳଖେତା ଛକ କେତେ ଅସୁବିଧା ହଉଛି କେତେ ଲୋକ ଅସୁବିଧା ଭୋଗୁଛନ୍ତି ସେ ବାବଦରେ କାହାର ଚିନ୍ତା ଅଛି ମେଡିକାଲରେ ଲୋକମାନେ ସ୍ୱାସ୍ଥ୍ୟ ସେବା ପାଉନାହାନ୍ତି କାହାର ଚିନ୍ତା ଅଛି ଶିକ୍ଷା ବାବଦରେ କଲେଜର ଜାଗା ତା ନାଁରେ ନାହିଁ ସିଏ ଗୋଟେ ଅବସ୍ଥା ହେଇକିରି ପଡିଛି ସେ ନେତାମାନେ ଯୋଉ ନେତାମାନେ ସେଠିକି ଆଇଲେ ସେମାନେ ନେତାମାନେ ସେ ତ ରାଜନୀତି କରିଛନ୍ତି ଆଗ ଲୋକମାନେ ତାଙ୍କୁ ବାଛିଛନ୍ତି ସେ କଣ କରିଥିଲେ ଏଇ ଟିଭି ମିଡିଆରେ ଚର୍ଚ୍ଚାରେ ରହିବା ପାଇଁ କେବଳ ଏ ରାଜନୀତି ଆଉ କିଛି ନୁହଁ। ଜଟଣୀବାସୀ ସବୁ ଜାଣିଛନ୍ତି କୋଉଠି ଜଟଣୀବାସୀ ସେବା ପାଉଛନ୍ତି କୋଉଠି ଖୁସି ହଉଛନ୍ତି କୋଉଠି ଦୁଃଖୀ ଭାବରେ ରହୁଛନ୍ତି ଜଟଣୀବାସୀଙ୍କି କେହି ଅଛବା କିଛି ଅଛବା ନାହିଁ ଜଟଣୀବାସୀ ସବୁ ଜାଣିଛନ୍ତି ସମୟ ଆଇଲେ ଜଟଣୀବାସୀ ଜବାବ ଦେବେ କିଏ କଣ କରୁଛି ଏ ବ୍ୟକ୍ତିଗତ ଭାବରେ କରିଚାଲୁଛନ୍ତି ସେମିତି କିଛି ନାହିଁ। ଜଟଣୀ ସହରବାସୀ ଯଦି ପାଳନ କରିବେ ଯେମିତି ଗଣେଶ ଭସାଣୀ କଥା ଆପଣ କହିଲେ 2 ଲକ୍ଷରୁ ଅଧିକା ଲୋକ ଜଟଣୀ ସହରରେ ଗୋଟେ ଦିନରେ ରହୁଛନ୍ତି ସେମିତିଆ କାର୍ଯ୍ୟକ୍ରମ କରିପାରିବେ ଇଏ ସେମିତି କାର୍ଯ୍ୟକ୍ରମ କରିପାରିବେନି କାର୍ଯ୍ୟକ୍ରମ
କେବଳ ରାଜନୀତିକ ମୁଁ ପଦିଏ କହିବି କେବଳ ରାଜନୈତିକ ରୁଟି ସେକିବା ପାଇଁ ଏସବୁ ଯୋଜନା ଆଉ କିଛି ନୁହଁ। ଆଉ ଥରେ ଦିଥର ହେଲା ପରେ ଇଏ ବନ୍ଦ ହବ, ଏହା ହବ କଥା। କିନ୍ତୁ ଜଟଣୀର ଭିତ୍ତିଭୂମି କି ଆଗ ରଖନ୍ତୁ, ରାଜଧାନୀର ଅଙ୍ଗ ହିସାବରେ ଯୋଉ ରହିଛୁ ଆମ ହକ୍ ଆମକୁ ଦିଆଯାଉ ପ୍ରଥମେ, ତାପରେ ଆମେ ଜାଣିବୁ ଯେ କୋଉ ନେତାର କଣ କାଳ ଅଛି। ଆଉ ଇଏ ନେତା ଏଗୁରା ଏମିତି ଆସିବେ ଯିବେ ଆଉଛନ୍ତି ଯାଉଛନ୍ତି, ସେ ତ ଆମେ ଦେଖୁଛୁ ସଦାବେଳେ। ଆଉ କଣ ପଥ ଉତ୍ସବ ଚାଲିଥିଲା ତାହା ସମାପ୍ତ ହେଇଛି। ଆମେ ଭେଟିଲୁ ଆସିକି ପୂର୍ବତନ ପୌରାଧିକାରୀଙ୍କ ପାଖରେ। ପଥ ଉତ୍ସବରୁ ଜଟଣୀ ସମସ୍ୟା ଭିତରେ ଆମେ ଜଡ଼ିତ ହେଲୁ, ସମସ୍ୟା ସମ୍ପର୍କରେ ସ୍ପଷ୍ଟ ମତାମତ ରଖିଲେ। ଆଉ ଆଜିର କାର୍ଯ୍ୟକ୍ରମ କଣ ହେଇଥିଲା ସେ ସମ୍ପର୍କରେ ବିସ୍ତୃତ ସୂଚନା ଦେଲେ। ଆଗାମୀ ଦିନରେ ଜଟଣୀବାସୀ ଦେଖିବେ, ଜଟଣୀବାସୀ ଚିନ୍ତା କରିବେ ଯେ ଜଟଣୀରେ ଯାହା ହଉଛି ଜଟଣୀ ଇତିହାସ ପାଇଁ ଲିପିବଦ୍ଧ ହେବା ପାଇଁ ସେ କାର୍ଯ୍ୟକ୍ରମ କରିବା ଦରକାର। କିନ୍ତୁ ସମସ୍ତେ ଆମେ ଏଠି ଭାଇ ଭାଇଚାରା ହିସାବରେ ଭାଇ ଭାଇ ସମ୍ପର୍କ ରଖି ଜଟଣୀକୁ ଆଗକୁ ନେଇକି ଯିବା ତାଙ୍କ ବାର୍ତ୍ତାରେ ସେ ସ୍ପଷ୍ଟ ମତ ରଖିଲେ। ଏ ସବୁ ମତାମତକୁ ନେଇ ଆମେ ଜଟଣୀ ଜନସାଧାରଣ ପାଇଁ ରଖିବା, ଜନସାଧାରଣ ତାର ବିଚାର କରିବେ ଆଗାମୀ ଦିନେ। କାରଣ ଜଟଣୀ ପାଇଁ ସନ୍ଧାନ ଥିଲା ଯେ ପ୍ରୟାସ ସବୁ ନେତା ଗୋଟିଏ ମଞ୍ଚ ତଳେ ଠିଆ ହୁଅନ୍ତୁ, ତାହା ସଫଳ ହେଇଥିଲା ପରେ କିନ୍ତୁ ପୂର୍ବତନ ପୌରାଧ୍ୟକ୍ଷ ସେ ମଞ୍ଚ ତଳେ ନଥିଲେ।